ରାତି ଏଇ ରାତିର ଅନୁଭବ ବହୁତ ଥର କରିଛି ଏକୁଟିଆ ବସି ନିଜ ରୁମ୍ରୁ। କିନ୍ତୁ ଆଜି ଏଇ ରାତ୍ରିଟି କ'ଣ ପାଇଁ କେଜାଣି ହୃଦୟରେ ସ୍ପନ୍ଦନ ଆଣିବା ସହ ବିଚଳିତ କରେଇ ଦେଉଛି ମନ ମୋର ଜାଣିନାହିଁ। ଲାଗୁଛି ଭିନ୍ନ କିଛି ଅନୁଭବ ଏହି ରାତିର। ଚାରିଆଡ଼େ ବିଛା ଯାଇଥିବା ସୁଗନ୍ଧମୟ ଫୁଲର ଶେଯ ଉପରେ ଅଧା ପଣତ କାନିରେ ନିଜ ମୁହଁକୁ ଲୁଚେଇ ରଖି ବସି ରହିଥିବା ଶେଫାଳୀ ଅପେକ୍ଷା କରିଛି ତାର ସ୍ୱାମୀ ଶକ୍ତିକୁ। ବୁଝିପାରୁନାହିଁ ସେ କ'ଣ ପାଇଁ ମନରେ ଖେଳି ଯାଉଛି ଭୟମିଶା ପ୍ରେମର ଶିହରଣ। ସେଇ ଅପେକ୍ଷା ଭିତରେ ଫେରି ଯାଇଛି ତାର ଅତୀତର ସ୍ମୃତିରେ। କଲେଜରେ ପାଦ ଦେବା ସମୟରୁ ବହୁତ ସୁନ୍ଦର, ସୁଶୀଳ, ସର୍ବଗୁଣ ସମ୍ପନ୍ନା ହୋଇଥିବାରୁ ଶେଫାଳୀ ପାଇଁ ବିବାହର ପ୍ରସ୍ତାବର ଛୁଅ ଛୁଟି ଚାଲିଥିଲା। ନିଜ ଇଚ୍ଛା ନଥିଲେ ମଧ୍ୟ ପାଠପଢ଼ା ଶେଷ ହେଉ ହେଉ ଶେଫାଳୀ ଘରେ ମନସ୍ଥ ତାର ବିବାହକୁ। ଅରାଜି ଥିଲେ ମଧ୍ୟ ବୁଝି ନଥିଲେ ତାର ପିତା କିଛି। କହି ଚାଲିଥିଲେ ଯଦି କିଛି ଆଗକୁ କରିବାର ଅଛି ବିବାହ ପରେ କରିବୁ। ଏବେ କିନ୍ତୁ ପାଠ ପଢ଼ିବା ପାଇଁ ଟଙ୍କା ନାହିଁ କି ସାମର୍ଥ୍ୟ ନାହିଁ ତାଙ୍କର। ବିଲେଇ ଭାଗ୍ୟକୁ ଶିଖା ଛିଣ୍ଡିଲା ଭଳି ଶେଫାଳୀ ଭାଗ୍ୟରେ ଆସିଥିଲେ ଶକ୍ତି। ଶକ୍ତିର ଘରେ ରାଜିଥିଲେ ଶେଫାଳୀ ଆଖିରେ ସଜେଇଥିବା ନୂଆ ସ୍ୱପ୍ନକୁ, ତାର ଚାକିରି ସହ ପାଠ ପଢ଼ିବାକୁ। ସମସ୍ତଙ୍କର ପସନ୍ଦ ପରେ ରାଜି ହୋଇଥିଲେ ସମସ୍ତେ ଏହି ବିବାହକୁ। କିନ୍ତୁ ଉଭୟଙ୍କୁ ଜାଣିବା ଚିହ୍ନିବା ପାଇଁ ସମୟ ନଥିଲା କାହା ପାଖରେ। କାରଣ ଆଗକୁ କିଛି ତିଥିବାର ନଥିବାରୁ ବିବାହ 15 ଦିନ ଭିତରେ ଧାର୍ଯ୍ୟ। ଏଇ 15 ଦିନ ଭିତରେ ବିବାହର କାମ ସରିବା ସହ ଦିନ ସରିଗଲେ ଯେ ମଧ୍ୟ ଦୁଇଜଣ ଜାଣିନଥିଲେ ଦୁଇଜଣଙ୍କ ବିଷୟରେ। ଲାଗୁଥିଲା ଦୁଇ ଅଜଣା ମଣିଷ ବନ୍ଧା ଗୋଟିଏ ଡୋରିରେ। କିନ୍ତୁ ବାଟ ବି କିଛି ନଥିଲା ଦୁହିଁଙ୍କ ପାଖରେ। ବିବାହ ସରିଗଲେ ମଧ୍ୟ ଜାଣିପାରି ନାହିଁ ଶକ୍ତିଙ୍କ ବିଷୟରେ ପଦେ କଥା। ନାମକୁ ଛାଡ଼ି କିଛି ଭଲ ମନ୍ଦ ଜାଣିନାହିଁ ଶେଫାଳୀ ଶକ୍ତି ବିଷୟରେ। ସେଥିପାଇଁ ତ ଆଜି ଏଇ ରାତି ଲାଗୁଛି ଭିନ୍ନ। କେମିତି ଏଇ ସମୟ କଟିବ, କେମିତି ପାହିବ ରାତି, ଗୋଟିଏ ଅଜଣା ମଣିଷ ସହ ବୁଝିପାରୁନାହିଁ ସେ। ଏହି ରାତି, ଏଇ ଫୁଲ, ଏଇ ବାସ୍ନା, ଏଇ ବିବାହ କିଛି ଭଲ ଲାଗୁନାହିଁ ଶେଫାଳୀକୁ। ନିଜର ଆତ୍ମସମ୍ମାନ, ଅଭିମାନ ସବୁ ଧୂଳିସାତ କ'ଣ କରିପାରିବ ଶକ୍ତିଙ୍କ ସାମ୍ନାରେ? ବିଚଳିତ ମନକୁ ବୁଝେଇ ନିଜ ଭାବନା ଭିତରେ ମଗ୍ନ ଥିଲାବେଳେ ରୁମ୍ର କବାଟ ଖୋଲିବାର ସ୍ୱର ଶୁଣି ଫେରି ଆସିଥିଲା ନିଜ ଭାବନା ଦୁନିଆରୁ। ପଣତ କାନିରେ ମୁହଁ ଲୁଚେଇଥିବା ଶେଫାଳୀର ଭୟରେ ସ୍ପନ୍ଦିତ ହେଉଥିଲା ହୃଦୟ। ଶକ୍ତି ଭିତରକୁ ଆସିଲେ ମଧ୍ୟ ଶେଫାଳୀ ଉଠିଲା ନାହିଁ ନିଜ ସ୍ଥାନରୁ। ବସିଥାଏ ସେମିତି ଚୁପ୍ ସେଇ ଓଢ଼ଣା ତଳେ। ଶକ୍ତି କିଛି ନ ବୁଝିପାରି ଚୁପ୍ କରି ଯାଇ ପାଖରେ ବସିଲେ ମଧ୍ୟ କିଛି କହିଲା ନାହିଁ ଶେଫାଳୀ। ଶକ୍ତି ସରଳ ନିଷ୍ପାପ ମନ ପିଲା ହୋଇଥିବାରୁ କଥା ନିଜ ତରଫରୁ ଆରମ୍ଭ କରି, ଆରେ ଶେଫାଳୀ, ତମକୁ ଗରମ ହେଉନାହିଁ କି? କେମିତି ସେ ଏତେ ଲମ୍ବା ଓଢ଼ଣା ତଳେ ମୁହଁ ଲୁଚେଇ ବସିଛ? ଅଣନିଃଶ୍ୱାସୀ ଲାଗୁନାହିଁ କି ତମକୁ? ତଥାପି ଶେଫାଳୀ ଚୁପ୍। କ'ଣ କରିବ ସେ? କିଛି ସମୟ ପରେ ବେଡ୍ ଉପରେ ପଡ଼ିଥିବା ଫୁଲକୁ ହାତରେ ଗୋଟିଏ ସ୍ଥାନକୁ କରିବା ସହ, ହଉ ଶେଫାଳୀ, କଥା ନ ହେଲେ ଚଳିବ, ଆସ ଟିକେ ମୋତେ ସାହାଯ୍ୟ କର ଏଇ ଫୁଲକୁ ଗୋଟେ ସ୍ଥାନ କରିବାକୁ। ଏବେ କହିବ ନାହିଁ ଯେ ତମେ ବିବାହ କାମରେ ହାଲିଆ। ତମେ ଠିକ୍ ଜାଣିଛ ବିବାହ ହେଇଛି ଦୁଇ ଜଣଙ୍କର। ଯେତିକି କାମ ତମର ସେତିକି ବି ମୋର। ସେଥିପାଇଁ ଆସ ଆଉ ସାହାଯ୍ୟ କର ମୋତେ। ଶେଫାଳୀ କିଛି ନ କହି ନିଜ ଲମ୍ବା ଓଢ଼ଣାଟିକୁ ଉପରକୁ କରି ସାହାଯ୍ୟର ହାତ ବଢ଼ାଇ ଦେଲା ଶକ୍ତିଙ୍କୁ। ସେଇ ସାହାଯ୍ୟ ଭିତରେ ସ୍ପର୍ଶ ହେଉଥିବା ହାତକୁ ଶେଫାଳୀ ଚୁପ୍ କରି ନେଇ ଆସୁଥିଲେ ମଧ୍ୟ କିଛି କହୁନଥିଲେ ଶକ୍ତି। ଏକାଠି କିଛି କରିସାରିଲା ପରେ ଫୁଲକୁ ଚାରି ଆଖି ହେଉଥିଲା ଏବେ ଦୁଇ ଆଖିରେ। ସେଇ ସମୟରେ ଚୂରେଇ ନେଉଥିଲା ଆଖି ଶେଫାଳୀ ନିଜର। ଦୁଇ ପ୍ରାଣୀ ଥିଲେ ମଧ୍ୟ ପାଲିଟି ସାରିଥିଲା ସେଇ ରୁମ୍ ନିସ୍ତବ୍ଧ। ଶକ୍ତି ସେଇ ଚୁପି ଭିତରେ କଥା ହେବାକୁ ଚେଷ୍ଟା କରି, ଓହୋ, ଏବେ କି ଶାନ୍ତି! କିଏ ସେ ଏଇ ଫୁଲକୁ ଏମିତି ବେଡ୍ ଉପରେ ସଜାଡ଼ିଥିଲା କେତେ ହଇରାଣ ଶୋଇବା ପାଇଁ? ଶେଫାଳୀ ନିଜ ମୌନ ବ୍ରତ ଭାଙ୍ଗିକରି କହିଲା, ହଁ, ଠିକ୍ କହିଲ। କିଏ ସେ କରିଥିଲା ଏଇସବୁ? ଜାଣିନାହିଁ ମୁଁ ମଧ୍ୟ।
ଶକ୍ତି ଜୋର କରି ହସି କରି, ତମେ କେମିତି ଜାଣିବ ସେସବୁ କଥା? ଶେଫାଳି ଲାଜରେ ମୁହଁ ତଳକୁ କରି ନିଜକୁ ନିଜ ଭାବୁଥିଲା କେତେ ମୂର୍ଖ ସେ। କ'ଣ କହୁଛି ବି ଜାଣିପାରୁନାହିଁ। କିଛି ନ କହି ଓଠରେ ତାର ଗୋଟେ ଚିପା ହସ। ଶକ୍ତି ଗମ୍ଭୀର ସ୍ୱରରେ, ଶେଫାଳି, ଏତେ ଜଲ୍ଦି ବିବାହ ହେଇଗଲା ଆମର। ଜାଣିପାରିଲୁ ନାହିଁ ଦୁହିଁଙ୍କ ବିଷୟରେ। ଆଜି ତ ସମୟ ହୃଦୟର କଥା ଖୋଲି କହିବା ପାଇଁ। ତମକୁ ଯଦି ନିଦ ଲାଗୁନାହିଁ କହିବ କି କିଛି ତମ ବିଷୟରେ? ଜାଣିବାକୁ ଇଚ୍ଛା ବହୁତ ମୋର। ଆଶ୍ଚର୍ଯ୍ୟ ହେଇ ଶେଫାଳି କହିଲା, ମୋ ବିଷୟରେ? ଶକ୍ତି କହିଲେ, ହଁ, ତମ ବିଷୟରେ। ତମ ପସନ୍ଦ ନାପସନ୍ଦ ଆଉ ଯାହା ବି ଅଛି ତମ ମନରେ, ତମ ସ୍କୁଲ କଲେଜ ପାଠପଢ଼ା ସବୁକିଛି ଜାଣିବାକୁ ଚାହେଁ। ତମ ବିଷୟରେ ସବୁକିଛି। ବହୁତ ଖୁସିର ସହ ବିନା ସଂକୋଚରେ କହି ଚାଲିଲା ଶେଫାଳି ତାର ପସନ୍ଦ ନାପସନ୍ଦ, ଅତୀତର ବହୁ ସ୍ମୃତି। ଅନୁଭବ କରୁଥିଲା ନାହିଁ ତାର ଅଜଣା ସ୍ୱାମୀ ପାଖରେ, କିନ୍ତୁ ଅଛି ପ୍ରିୟ ବନ୍ଧୁ ପାଖରେ। ଲାଗୁନଥିଲା ଆଜି ତାର ଚତୁର୍ଥୀ ରାତି, ବରଂ ଲାଗୁଥିଲା ହଷ୍ଟେଲରେ ବସିଛି ସାଙ୍ଗମାନଙ୍କ ମେଳରେ ଆଉ କହି ଚାଲିଛି ତାର ମନର କଥା। ଏମିତି ଗପସପ ଭିତରେ ସରିଯାଇଥିଲା ସେଇ ରାତି। ପର ମୁହୂର୍ତ୍ତରେ ସେଇ ରାତି ପରିବର୍ତ୍ତନ କରିଦେଇଥିଲା ଦୁଇ ଜଣଙ୍କ ସମ୍ପର୍କ। ଶେଫାଳିକୁ ଭଲ ଲାଗିଥିଲେ ଶକ୍ତି। କିଛି ଅକୁହା ଅଭୁଲା ରାତିରେ ଦୁଇ ଆତ୍ମା, ଦୁଇ ପ୍ରାଣ, ଦୁଇ ଶରୀର ଏକ ନ ହେଲେ ମଧ୍ୟ ଦୁଇ ମନ ବାନ୍ଧି ହେଇଥିଲା ଗୋଟିଏ ଡୋରିରେ। ଶେଫାଳି ପାଇଁ ସେଇ ଅଜଣା ମଣିଷ ପାଲଟି ସାରିଥିଲେ ତାର ଜୀବନ ସାଥୀ। ଦେଖୁ ଦେଖୁ ସମୟ ଅତିବାହିତ ସହିତ ବିତିଗଲାଣି 20 ଦିନ। ଏ ସମୟ ମଧ୍ୟରେ ଶେଫାଳି ଶକ୍ତିର ହେଇଯାଇଛି ନିକଟରୁ ନିକଟତର। ଶାଶୁ ଘରେ ରହିଲେ ମଧ୍ୟ ଦୁଇ ସାଥୀ ମନ ଖୋଲି ବୁଲୁଛନ୍ତି, ଖାଉଛନ୍ତି, ମଜା କରୁଛନ୍ତି ମଧ୍ୟ। ଶକ୍ତିର ଛୋଟ ଛୋଟ କଥାରେ ଆକର୍ଷିତ ହେଉଥିବା ଶେଫାଳି ମନ ଦବା ସହ ପ୍ରଥମ ପ୍ରେମର ଛିଟାରେ ନିଜକୁ କରିଦେଇଛି ରଙ୍ଗବିରଙ୍ଗ। ଏଇ ରଙ୍ଗବିରଙ୍ଗ ପ୍ରେମରେ ଆଖିରେ ସଜେଇ ବହୁ ସ୍ୱପ୍ନ ନେଇ ବାହାରି ପଡ଼ିଛନ୍ତି ହନିମୁନ ପାଇଁ। ତାଙ୍କ ସ୍ୱପ୍ନର ସ୍ଥାନକୁ ଯିବା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା ବହୁ ଦିନ। ଏହି ଦିନ ଭିତରେ ନିଜର ନୂଆ ଭାବରେ ଯୋଡ଼ିଥିବା ସମ୍ପର୍କକୁ ନେଇ ନୂଆ ପ୍ରେମୀ ଯୁଗଳ ଭରି ବୁଲୁଛନ୍ତି। ବୁଲୁ ବୁଲୁ ହେଇଯାଇଛି ରାତି। ହୋଟେଲ ଫେରିବା ସମୟରେ ରାତିର ଅନ୍ଧକାରରେ ଅଚାନକ ଘଡ଼ଘଡ଼ି ସହ ମୂଷଳଧାରାର ବର୍ଷାରେ ଦୁଇ ମନ ସହ ଭିଜିଥିଲା ଦୁଇ ଶରୀର। ଅଳ୍ପ ବାଟ ଥିବାରୁ ଜଲ୍ଦି କରି ପହଞ୍ଚି ଯାଇଥିଲେ ହୋଟେଲ ମଧ୍ୟ। ଶେଫାଳିର ଭିଜା ଶରୀର, ଭିଜା କେଶ, ଭିଜା ମୁହଁ ସହ ବର୍ଷାର ଜଳବୁନ୍ଦାରେ ଖସି ପଡ଼ୁଥିବା ଆଖି ଦେଇ, ଗାଲ ଦେଇ, ଓଠକୁ ଦେଖି ଖେଳି ଯାଇଥିଲା ଶରୀରରେ ପ୍ରେମର ଶିହରଣ। କିନ୍ତୁ ଶେଫାଳି ପ୍ରଥମ ରାତିର କଥା ଭାବି ନିୟନ୍ତ୍ରଣ କରି କହିଥିଲେ, ଶେଫାଳି, ଏଇଠି ଟାୱେଲ ଅଛି, ନିଅ। ଶେଫାଳି ହାତକୁ ବଢ଼େଇ ଦେବା ସମୟରେ ଟାୱେଲ ବହୁ ଜୋରରେ ଘଡ଼ଘଡ଼ି ସ୍ୱର ଶୁଣି ଶେଫାଳି କୁଣ୍ଢେଇ ଧରି ପକେଇଥିଲା ଶକ୍ତିଙ୍କୁ। ନିଜ ଭିଜା ଶରୀରରେ ଶକ୍ତିଙ୍କର ଶରୀରର ଉଷ୍ମତା ସ୍ପର୍ଶରେ ପ୍ରେମର ଅଗ୍ନିରେ ମତୁଆଲା ହୋଇଯାଇଥିଲେ ଦୁଇ ମନ। ଆଉ କହି ଚାଲିଥିଲା ନିଜ ଅନୁଭୂତି ସେଇ ରାତିର। ଶେଫାଳି, ଶକ୍ତି, ପ୍ରଥମ ରାତିରେ ବିତେଇଥିବା ସବୁ ମୁହୂର୍ତ୍ତ ମୋର ଆଖିରେ। କେବେ ଭାବିନଥିଲି ଏମିତି କିଛି ହେବ ମୋ ସହ। ବିଚଳିତ ସହ ଭୟ ମନକୁ ତମେ କରିଥିଲ ଶାନ୍ତ। ନିଜର ପୁରୁଷକତାକୁ ମୋ ଉପରେ ସ୍ଥାପତ୍ୟ ନ କରି ରଖିଥିଲ ମୋର ସମ୍ମାନ। ସେଇ ସମୟରୁ ଜିଣି ଦେଇଥିଲ ମନ ମୋର। ଆଇ ଲଭ୍ ୟୁ ଶକ୍ତି। ଏତିକି କିଛି ଶୁଣି ଶେଫାଳି ପାଟିରୁ ଖୁସି ହେଇଯାଇଥିଲେ ଶକ୍ତି। ବହୁ ଜୋରରେ ଆଲିଙ୍ଗନ କରି ପ୍ରତି ଉତ୍ତରରେ ନିଜ ପକେଟରେ ବାହାର କରି ମୁଦି ପିନ୍ଧେଇ ଦେଇଥିଲେ ଶେଫାଳି ଆଙ୍ଗୁଠିରେ। ଆଉ କହିଥିଲେ ଦୁଇ ପଦ କଥା। ଆଣିଥିଲି ତମ ପାଇଁ ବହୁ ପୂର୍ବରୁ, କିନ୍ତୁ ପାଖରେ ସର୍ବଦା ରଖିଲେ ମଧ୍ୟ ସାହସ ନଥିଲା ମୋର ଦବା ପାଇଁ କେବେ। ଲାଗୁଛି ଆଜି ଠିକ୍ ସମୟ ଏଇ ମୁଦି ଦବା ପାଇଁ। ଚେଷ୍ଟା କରିବି ସବୁ ଖୁସି ତମ କୋଳରେ ଓଜାଡ଼ି ଦେବି। ଆଇ ଲଭ୍ ୟୁ ଶେଫାଳି। ପୁନର୍ବାର ପାଇଁ ବହୁ ଜୋରରେ ଘଡ଼ଘଡ଼ି ସ୍ୱରରେ ଶେଫାଳି ଜାବୁଡ଼ି ଧରି ପକେଇଥିଲା ଶକ୍ତିଙ୍କୁ। ତାଙ୍କର ପ୍ରଥମ ସ୍ପର୍ଶରେ ପାଲଟି ଯାଇଥିଲା ସେଇ ରାତି ତାଙ୍କର ପ୍ରଥମ ଚତୁର୍ଥୀ ରାତି ଭାବେ। ନୂଆ ସକାଳ ସହ ଆଖି ଖୋଲିଥିଲା ଦୁଇ ଜଣଙ୍କର। ଆଖି ଖୋଲୁ ଖୋଲୁ ଶକ୍ତିର ଫୋନ୍ର ରିଂର ସ୍ୱର। ଫୋନ୍ରେ କଥା ହେବା ପରେ କିଛି ନ କହି ତରତର ହୋଇ ବାହାରି ପଡ଼ିଲେ ଘରକୁ ଯିବା ନିମନ୍ତେ। ଶେଫାଳି ଯେତେ ପ୍ରଶ୍ନ କଲେ ମଧ୍ୟ କିଛି କହୁନଥିଲେ ଶକ୍ତି। ଶେଷରେ ଘରେ ପହଞ୍ଚି ବାହାରି ପଡ଼ିଲେ କୁଆଡ଼େ ଯିବା ପାଇଁ। ଶେଫାଳି ସହ ଘର ଲୋକ ପଚାରି ଚାଲୁଥିଲେ ତାଙ୍କୁ। ଶେଷରେ ଅତିଷ୍ଠ ହେଇପଡ଼ି ଶକ୍ତି କହିଲେ, ଆସିଛି ଫୋନ୍ ମୋର।
ଯିବାକୁ ପଡ଼ିବ ମୋତେ ଏବେ, ଏହି ମୁହୂର୍ତ୍ତରେ। ନିଜ ଆଖିର ଲୁହକୁ ଲୁଚେଇ ଶେଫାଳି ଆଖିରେ ବୋହି ଚାଲିଥିବା ଲୁହକୁ ପୋଛି କରି ଶକ୍ତି କହିଲେ, ତମେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ଅଛି। କାମ ଥିବାରୁ ଯାଉଛି, ଆସିବି ଜଲ୍ଦି ମୁଁ। ଫୋନ୍ କରିବ, ସମୟ ପାଇଲେ ମୁଁ ମଧ୍ୟ କରିବି ଫୋନ୍। ତମକୁ ମୋ ରାଣ, କାନ୍ଦ ନାହିଁ ତମେ। ତମ ଆଖିରେ ଲୁହ ଦେଖିପାରିବି ନାହିଁ ମୁଁ। ପ୍ଲିଜ୍ ଏବେ ଚୁପ୍ କର। ଜୋର କରି ଆଲିଙ୍ଗନ କରି ଶେଫାଳି କିଛି କହିବା ପୂର୍ବରୁ ଚାଲି ଯାଇଥିଲେ ଶକ୍ତି। ତାପରେ ଏମିତି ଏକୁଟିଆ ହେଇଯାଇଥିଲା ଶେଫାଳି। ପରିବାର ଭିତରେ ଥିଲେ ସେ ମଧ୍ୟ ଏକୁଟିଆ ସେ। ଯେତେ ଚେଷ୍ଟା କଲେ ମଧ୍ୟ ମନ ବୁଝୁନାହିଁ ତାର। ମନ ଖୋଲି କଥା ହେଇପାରେ ନାହିଁ ବି ଶକ୍ତି ସହ କେବଳ ତାଙ୍କର କାମ ବ୍ୟସ୍ତତା ପାଇଁ। ଦେଖୁ ଦେଖୁ 8 ମାସ ବିତିଗଲାଣି ବିବାହକୁ। ନିଜ ମନର କଥା ପ୍ରତିଫଳିତ କରିଥିଲା ଚିଠି ମାଧ୍ୟମରେ, ଯାହାକୁ ସେ ପଠାଇଥିଲା ଶକ୍ତି ପାଖକୁ। ସ୍ନେହର ଶକ୍ତି, କ'ଣ ଲେଖିବି ତମକୁ? ଜାଣିଛି ତମର ସେହି କାର୍ଯ୍ୟବହୁଳ ଜୀବନ ଭିତରେ ସମୟ ନଥିବ ତମ ପାଖରେ ଏଇ ଚିଠିଟିକୁ ବେଶୀ ସମୟ ପଢ଼ିବା ପାଇଁ। ଲେଖୁଛି ଅଳ୍ପ କରି। ମନ ଖୋଲି କହିପାରୁନଥିଲି ତମକୁ ଫୋନରେ କିଛି। ସେଥିପାଇଁ ଲେଖୁଛି ଏହି ମୋର ପ୍ରଥମ ଚିଠି। 8 ମାସ ହେଇଗଲେ ପଛେ କହିଥିଲ ଆସିବ ଜଲ୍ଦି, କିନ୍ତୁ ସେଇ ଜଲ୍ଦି କେବେ ଆସିବ ଜଣା ନାହିଁ ମୋତେ। ଆଗକୁ ସାବିତ୍ରୀ ବ୍ରତ। ପୂର୍ବରୁ କହିଛି, ଆଉ ଏବେ ମଧ୍ୟ କହୁଛି, ପ୍ରଥମ ପୂଜା ମୋର। ଆସିବ ଯେମିତି ହେଲେ ତମେ, ନହେଲେ ଆଉ କଥା ହେବେ ନାହିଁ ତମ ସହ। ବହୁତ ମନେ ପଡ଼ୁଛି ତମେ ମୋର। ଘଣ୍ଟା ଘଣ୍ଟା ଧରି ବସୁଛି ଆମ ବିବାହ ଆଲବମକୁ ଧରି। ତାକୁ ଦେଖି କେତେବେଳେ ଖୁସିରେ ତ କେତେବେଳେ ଦୁଃଖର ଲୁହ ଜଳବୁନ୍ଦା ହୋଇ ବୋହି ଚାଲିଛି ଆଖିରୁ। ନିଜକୁ ଭାଗ୍ୟବାନ କି ନିରାଶୟ ମନେ କରିବି ଜାଣିପାରୁନାହିଁ ମୁଁ। ଏଇଭଳି ଅବସ୍ଥା ଦେଖି ଘରେ ମୋର ଇଚ୍ଛାକୁ ପୂରଣ କରିବାକୁ ଯାଇ ଆଡମିସନ୍ କରେଇଛନ୍ତି ଆଗକୁ ପଢ଼ିବା ନିମନ୍ତେ। ତା ସହ ବି ମିଳିଯାଇଛି ଛୋଟ ଚାକିରି ଖଣ୍ଡେ। ଭାବୁଥିଲି ଆସିଲେ ତମକୁ ଦେବି ସରପ୍ରାଇଜ୍, କିନ୍ତୁ ଏତେ ମାସ ଭିତରେ ଆଉ ଲୁଚେଇ ପାରୁନାହିଁ ଏଇ କଥା ମୋର। ସବୁ କ୍ଷେତ୍ରରେ ପାହାଡ଼ ଭଳି ଠିଆ ହେଇଛନ୍ତି ବାପା ବୋଉ ମୋ ସାଥିରେ। କେବେ ଭାବିନଥିଲି ପାଇବି ଏତେ ସୁନ୍ଦର ପରିବାର, ଏତେ ସ୍ନେହ ମମତା ତାଙ୍କଠାରୁ। ଲାଗୁଛି ତମଠାରୁ ବେଶୀ ଭଲ ପାଇବା ତାଙ୍କର ଏବେ ମୋ ପାଇଁ। ଲାଗୁନାହିଁ ଏଇ ଘରର ବୋହୂ ମୁଁ। ସମୟ ସ୍ରୋତରେ ପାଲଟି ଯାଇଛି ତାଙ୍କର ଅଳିଅଳ ଝିଅ। ସେଇ ଝିଅ ହିସାବରେ କହୁଛି, ମୁଁ ମୋ ଦ୍ୱାରା ହେଲା ନାହିଁ ବାପାଙ୍କୁ ବୁଝେଇବା। ତମେ ଥରେ ଫୋନ୍ କରି କୁହ ନ ଖାଇବା ପାଇଁ ମିଠା। ଜାଣିଛ ତ ଡାଇବେଟିସ୍ ରୋଗୀ ସେ। ଆଉ ମା' ମୋର ଆଖିର ଲୁହକୁ ଦେଖିଦେଲେ ନିଜ ପଣତ କାନିରେ ପୋଛିଲେ ପଛେ ନିଜେ ଲୁଚି ଲୁଚି କାନ୍ଦୁଛନ୍ତି ତମ ଫଟୋ ଧରି। ଆଉ ଚାହିଁ ରହିଛନ୍ତି ତମର ଫେରିବା ବାଟକୁ ଚାତକ ଭଳି। ବହୁତ ମନେ ପଡ଼ୁଛି ତମ କଥା, କିନ୍ତୁ ଲେଖିପାରିବି ନାହିଁ ମୁଁ। କାରଣ ଜାଣିଛି ବେଶୀ ପଢ଼ିପାରିବ ନାହିଁ ତମେ। ଏତିକିରୁ ରହିଲି। ଇତି ତମର ଶେଫାଳି। ଚିଠି ପାଇ ସାରିଲା ପରେ ନିଜକୁ ଅସହାୟ ମନେ କରି ଶକ୍ତି ଫୋନ୍ କରି କହିଛନ୍ତି ଯେମିତି ହେଲେ ଆସିବେ ସାବିତ୍ରୀ ବ୍ରତରେ। ସେଇ ଖୁସିର ଖବର ଶୁଣି ଅପେକ୍ଷା କରିଛି ଶେଫାଳି ସେଇ ଦିନକୁ। ନିଦ ନାହିଁ ଆଖିକୁ ତାର। 2 ଦିନ ହେଲାଣି କଥା ନହେଲେ ମଧ୍ୟ ଭୁଲି ଯାଇଛି ତାର ଦୁଃଖକୁ ଶକ୍ତିର ଆସିବା ଖୁସିରେ। ସକାଳୁ ଉଠି ନୂଆ ଶାଢ଼ୀ ସହ କେଶରେ ଗଜରା, ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ପାଦରେ ଅଳତା ପିନ୍ଧି ଅପେକ୍ଷା କରିଛି ଶକ୍ତିର ବାଟକୁ ମିଶିକରି ଯିବେ ମନ୍ଦିର ଯିବା ଆଶାରେ। ଘଣ୍ଟାର କଣ୍ଟା ଯେତେ ଯେତେ ଆଗକୁ ବଢ଼ୁଛି ମନ ତାହାର ଅଧୈର୍ଯ୍ୟ ବିଚଳିତ ହେଇ ପକାଉଛି ଶକ୍ତିର ବିଳମ୍ବକୁ ନେଇକରି। ବାରମ୍ବାର ଫୋନ୍ କଲେ ମଧ୍ୟ ଉତ୍ତର ନାହିଁ ଶକ୍ତିଙ୍କର। ସମୟ ସ୍ରୋତରେ ସମୟ ଗଡ଼ି ହେଇସାରିଛି ଦିନ ଗୋଟାଏ। ମନ ଦୁଃଖରେ ଭାଙ୍ଗି ପଡ଼ି ଖଟ ଉପରେ ଆଖିରୁ ଲୁହ ବୋହି ଯାଉଥିବା ସମୟରେ କବାଟ ଖୋଲିବାର ସ୍ୱର ଶୁଣି ଦୌଡ଼ି କରି ଚାଲି ଯାଇଛି ଦାଣ୍ଡ ଦୁଆର ମୁହଁକୁ। କିନ୍ତୁ ଖୋଜୁଥିବା ଆଖି ପାଇନାହିଁ ଶକ୍ତିକୁ। ତା ବଦଳରେ ପାଇଛି ଆର୍ମି ଅଫିସରମାନଙ୍କୁ। ତାଙ୍କ ହାତରେ ଖଣ୍ଡେ ଆର୍ମି ଡ୍ରେସ୍ ସହ ଶକ୍ତିଙ୍କ ଫୋନ୍। ସେମାନେ ଶେଫାଳି ହାତକୁ ବଢ଼େଇ ଦେଇ କହିଥିଲେ, ଶକ୍ତି ନିଜ ମାଟି ମା ପାଇଁ ଜୀବନ ଦେଇଦେଲେ। ଧନ୍ୟ ସେ। ଶହୀଦ ହେଇ ଯାଇଛନ୍ତି ସେ ଆଜି। ଆମେ ଗର୍ବିତ। ତାଙ୍କର ଏଇ ଡ୍ରେସ୍ ଆଉ ଯିବା ପୂର୍ବରୁ ଦେଇଥିଲେ ତାଙ୍କ ସାଙ୍ଗକୁ ଏଇ ଲିଫାପା। ଶୁଣୁ ଶୁଣୁ ଶେଫାଳି ଆଖିରେ ଲୁହ। ବହୁ ଜୋର କରି କାନ୍ଦି କାନ୍ଦି ହେଇଯାଇଛନ୍ତି ବେହୋସ୍ ସେଇଠାରେ। ପାଣି ଛିଞ୍ଚିଲେ ମଧ୍ୟ ହୋସ୍ ନାହିଁ ତାର। ଚାରିଆଡ଼େ ଶୁଭୁଥିଲା ବୁକୁର ଫଟା କାନ୍ଦର ସ୍ୱର। ଅନ୍ତର ଚିରି ଖିନଭିନ୍ ହେଇଯାଉଥିଲା ଶକ୍ତିର ଘରେ। ସେଇ ସ୍ୱର ଭିତରେ ଶେଫାଳି ଚେତା ଶୂନ୍ୟ। ପ୍ରାୟ 1 ଘଣ୍ଟା ପରେ
ହୋସ୍ ଆସିବାରୁ ନିଜକୁ ପାଇଲା ବେଡ୍ ଉପରେ। ତାକୁ ଜଗି ବସିଛନ୍ତି ତାର ଶାଶୁମା। ମାଆଙ୍କୁ ଜୋର କରି କୁଣ୍ଡେଇ ଧରି କାନ୍ଦିବା ସମୟରେ ମା ତାର ହାତକୁ ବଢ଼େଇ ଦେଇଛନ୍ତି ଶକ୍ତିର ଡ୍ରେସ୍ ସହ ସେଇ ଲିଫାଫା। ନିଜ ବୋଉ ସଦୃଶ ଝିଅର ଲୁହ ଦେଖି ନ ପାରି ଚାଲି ଯାଇଛନ୍ତି ସେ। ମା ପାଖରୁ ପାଇଥିବା ଡ୍ରେସ୍ଟିକୁ ଜୋର କରି ଜାବୁଡ଼ି ଧରି ଲୁହ ଝରୁଥିବା ଆଖିରେ ଖୋଲିଛି ସେଇ ଲିଫାଫାକୁ। ସେଥିରେ ଥିଲା ତାଙ୍କର ହନିମୁନ୍ର ବହୁ ସ୍ମୃତି ସହ ଗୋଟେ ଚିଠି। ଶେଫାଳୀ, ମୁଁ ଯିବି ବୋଲି ପ୍ରମିସ୍ କଲେ ମଧ୍ୟ ଜାଣିପାରୁନାହିଁ ଯାଇପାରିବି କି ନାହିଁ। କାରଣ ମୋତେ ଶତ୍ରୁ କବଳରୁ ରକ୍ଷା କରିବାକୁ ଅଛି ମୋ ମାଟି ମାଆକୁ। ତମ କଥା ରଖିପାରିଲି ନାହିଁ ବୋଲି ଦୁଃଖ କରିବ ନାହିଁ। କିନ୍ତୁ ଗର୍ବିତ ମନେ କରିବ ତମ ସ୍ୱାମୀର ଆଗକୁ କରିବାକୁ ଯାଉଥିବା ସାହସିକତା କାମ ପାଇଁ। ଜାଣିଛି ତମକୁ ଦେଇଥିବା ପ୍ରମିସ୍ ଜୀବନ ସାରା ଖୁସିରେ ରଖିପାରୁନାହିଁ। କିନ୍ତୁ ମୁଁ ନିରୁପାୟ ଆଜି। ତମ କଥା ବହୁତ ମନେ ପଡ଼େ ମୋର। ତମ ସହ ବିତେଇଥିବା ସ୍ମୃତିକୁ ଭୁଲି ପାଇବି ନାହିଁ ମୁଁ। ତମକୁ କେବେ କହିପାରି ନାହିଁ କେତେ ଭଲ ପାଏ ମୁଁ। କିନ୍ତୁ ଆଜି କହୁଛି ବହୁତ ଭଲ ପାଏ ତମକୁ। ନା ହେଇପାରିଛି ମୁଁ ତମ ଦୁଃଖ ସୁଖର ସାଥୀ, ନା ଏକୁଟିଆର ସାଥୀ, ନା ଦେଇପାରିଛି ସବୁ ଝିଅ ଭଳି ସମୟ। ତାକୁ ଭାବିଲେ ମନ କଷ୍ଟ ହେଇଯାଏ ମୋର। କିନ୍ତୁ ପ୍ରତିବଦଳରେ ମିଳିପାରିଛି ବିଶ୍ୱାସ ସହ ବନ୍ଧା ଆମ ସମ୍ପର୍କ। ଗୋଟିଏ ସୁନ୍ଦର ଭଲ ସ୍ତ୍ରୀ ସହ ଘର ପାଇଁ ଗୋଟେ ଭଲ ବୋହୂ। ଶୁଣିକରି ବହୁତ ଖୁସି ଲାଗେ ତମର ଚିନ୍ତା ବାପା ମାଆଙ୍କୁ ଦେଖିକରି। ଦୂରରେ ଥିଲେ ମଧ୍ୟ ମୁଁ ଏହି ସମ୍ପର୍କକୁ ସୁନ୍ଦର ଭାବରେ ଗଢ଼ି ତୋଳିଛି କେମିତି। ତମ କଥା ମନେ ପଡ଼ିଲେ ମଧ୍ୟ ଯାଇପାରୁନାହିଁ କି କଥା ହେଇପାରୁନାହିଁ ବହୁ ସମୟ ଧରି। ସେଥିପାଇଁ ଦୁଃଖ ହେଇଯାଏ ମନ ମୋର। ଜୀବନର କିଛି ସୁଖ ନ ପାଇଲେ ମଧ୍ୟ କେବେ କରିନ ତମେ ଅଭିଯୋଗ। ଯଦିବା ଏହି ସାବିତ୍ରୀ ପୂଜାରେ ନଥିବି ତମ ପାଖରେ, କିନ୍ତୁ ମୋର ଏହି ଚିଠି ପହଞ୍ଚି ସାରିଥିବ ତମ ପାଖରେ ନାହିଁ ନ ଭାବି ସର୍ବଦା ଅଛି ତମ ହୃଦୟରେ ଭାବି ଆଗକୁ ବଢ଼ିବାକୁ ଚେଷ୍ଟା କରିବ ତମେ। ଯାଉଛି ମିଶନକୁ। ଲଭ୍ ୟୁ ଶେଫାଳୀ। ତମର କେବଳ ତମର ଶକ୍ତି। ଅବର୍ଣ୍ଣିତ କୋହକୁ ଆଉ ସମ୍ଭାଳି ନ ପାରି ଆଖିରୁ ଲୁହ ଧାର ଧାର କରି କାନ୍ଦି ପକାଉଥିଲା ଶେଫାଳୀ। ଅନ୍ତର ଭାଙ୍ଗି ଯାଉଥିଲା ତାର। ସାବିତ୍ରୀ ସିନା ପ୍ରାଣ ଛଡ଼େଇ ଆଣିଥିଲେ ତାଙ୍କ ସ୍ୱାମୀର ଯମ ମୁହଁରୁ। କିନ୍ତୁ ଆଜି ସେ ନିରୁପାୟ। ତାର ସ୍ୱାମୀ ଛାଡ଼ି ଚାଲି ଯାଇଛନ୍ତି ଏହି ଦିନରେ। ଆଣିପାରି ନାହିଁ ତାଙ୍କୁ ଯମ କବଳରୁ। ବିବାହକୁ ବର୍ଷେ ପୂରି ନଥିଲେ ବି ତାର ମଥା ଆଜି ଶୂନ୍ୟ। ରହିବ ନାହିଁ ତାର ମଥାରେ ସିନ୍ଦୁର, ହାତରେ ରଙ୍ଗ ବିରଙ୍ଗ ଚୁଡ଼ି, ପାଦରେ ଅଳତା, ବେକରେ ମଙ୍ଗଳସୂତ୍ର ଆଉ ଗୋଡ଼ରେ ଗୋଡ଼ମୁଦି। ପରକରି ଚାଲି ଯାଇଛନ୍ତି ଶକ୍ତିର ଆରପାରିକୁ। ଛାଡ଼ି ଚାଲି ଯାଇଛନ୍ତି ତାଙ୍କ ଡ୍ରେସ୍ ଖଣ୍ଡକ ସହ, ଚିଠି ସହ ଅନେକ ଅଭୁଲା ସ୍ମୃତି। ସେଇ ସ୍ମୃତି 20 ଦିନର ହେଲେ ମଧ୍ୟ ଭୁଲି ପାରିବ ନାହିଁ ତାକୁ ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ। କେମିତି ବି ଭୁଲିବ ତାଙ୍କ ପ୍ରେମ ସ୍ପର୍ଶ ଆଉ ବିତେଇଥିବା ତାଙ୍କ ସହ କିଛି ଅଭୁଲା ସ୍ମୃତି ସହ ତାଙ୍କର ପ୍ରଥମ ଭାବେ ଶେଷ ଚତୁର୍ଥୀ ରାତି। ଯାହା ଚାହିଁଲେ ବି ଫେରି ପାରିବ ନାହିଁ। କିନ୍ତୁ ତାଙ୍କୁ ବଞ୍ଚିବାକୁ ପଡ଼ିବ ନିଜ ବାପା ମା ପାଇଁ, ଯିଏ ତାଙ୍କର ଏକମାତ୍ର ପୁଅକୁ ହରେଇ ବସିଛନ୍ତି ତାଙ୍କ ସାହାରା ସମୟରେ। ନିଜ ମନକୁ ଦୃଢ଼ କରି ଆଖିରୁ ଲୁହ ପୋଛି ଗର୍ବିତ ମନେକରି ଜଣେ ଶହୀଦଙ୍କର ସ୍ତ୍ରୀ ଭାବେ ଆଗକୁ ଚେଷ୍ଟା କରିଛି ବହୁ ଦୂର ଯିବା ନିମନ୍ତେ। ପ୍ରାୟ 2 ବର୍ଷ ପରେ। ମା, ଯାଉଛି ମୁଁ ଅଫିସ୍। ଆସିଯିବି ଜଲ୍ଦି ଆଜି। ବାପାଙ୍କୁ ମନା କରିବେ ମିଠା ଖାଇବେ ନାହିଁ। ଆସିଲେ ନେଇଯିବି ମୁଁ ଆଜି ତାଙ୍କୁ ହସ୍ପିଟାଲ। ଏତିକି କହି ଶେଫାଳୀ ବାହାରି ଯିବା ସମୟରେ ତାର ଶାଶୁମା କହିଲେ, ଦେଖିକରି ଯିବୁ ଧନ, ଜଲ୍ଦି ଫେରି ଆସିବୁ। କାହାଣୀ ଏଇଠୁ ସରିଲା। ଶେଷ ଚତୁର୍ଥୀ ରାତି। ଆପଣମାନଙ୍କୁ କେମିତି ଲାଗିଲା ଏହି କାହାଣୀଟି ଅବଶ୍ୟ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ତା ସହିତ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।